ଆଜିର ବିଷୟବସ୍ତୁ ଫକୀରମୋହନ ଓ ତାଙ୍କ ପ୍ରେସ୍ କମ୍ପାନୀ। ଆମେ ଯେଉଁ ଛାପା ବହି ବର୍ତ୍ତମାନ ପଢ଼ୁଛୁ, ଯେଉଁ କମ୍ ମୂଲ୍ୟରେ ଆମକୁ ବିଭିନ୍ନ ପ୍ରକାର ପତ୍ରିକା ଏବଂ ପୁସ୍ତକ ଗୁଡ଼ିକ ମିଳିପାରୁଛି, ତ ଏଗୁଡ଼ିକର ସୃଷ୍ଟି ଇତିହାସ ସମ୍ପର୍କରେ ଆମେ ଯଦି ଜାଣିବା ଅତ୍ୟନ୍ତ ଦୁଃଖ ଲାଗିବ। ଏହି ଛାପା କଳକାରଖାନା ପ୍ରତିଷ୍ଠା ପାଇଁ ଲୋକଙ୍କୁ କେତେ କଷ୍ଟ ସହିବାକୁ ହୁଏ, ଆଜି ଆମେ ସେ ବିଷୟରେ ଆଲୋଚନା କରିବା। ସେତେବେଳେ ଆମ ଓଡ଼ିଶାରେ ବଙ୍ଗଳା ଭାଷାର ପ୍ରଭାବ ଆଉ ବଙ୍ଗାଳୀ ଶିକ୍ଷକମାନଙ୍କ ଦ୍ୱାରା ଓଡ଼ିଆ ଭାଷା ପ୍ରତି ବିଦ୍ରୋହ ଆଉ ଇଂରାଜୀ ଶିକ୍ଷାର ଆରମ୍ଭ ଓଡ଼ିଆ ଜାତି ପାଇଁ ଆଣିଦେଇଥିଲା ଏକ ଦୁର୍ଦ୍ଦଶା। ସେତେବେଳେ ଓଡ଼ିଶାରେ ପ୍ରଚଳିତ ହେଉଥିଲା ବଙ୍ଗଳାରେ ପତ୍ରପତ୍ରିକା, ବଙ୍ଗଳା ପୁସ୍ତକ, ବଙ୍ଗଳାରେ ଅନେକ ସୁନ୍ଦର ସୁନ୍ଦର ପୁସ୍ତକ ପତ୍ରିକା ପ୍ରକାଶ ହେଉଥିଲା। କାହିଁକି ନା ବଙ୍ଗାଳୀର ଶିକ୍ଷକମାନେ ଓଡ଼ିଶାରେ ନିଯୁକ୍ତି ପାଉଥିଲେ ଓ ଓଡ଼ିଶାର ପ୍ରାୟତଃ ସରକାରୀ କର୍ମଚାରୀ ଉଚ୍ଚ ପଦବୀ ଗୁଡ଼ିକ ବଙ୍ଗାଳୀରେ ଲୋକ ଥିଲେ। ଏମିତିକି ସଂସ୍କୃତ ପଢ଼ୁଆ ପଣ୍ଡିତମାନେ ଓଡ଼ିଆ ପଢ଼ିବାକୁ ଘୃଣା କରୁଥିଲେ। ପୂର୍ବରୁ ଓଡ଼ିଆ ଭାଷାରେ ପୂଜ୍ୟପାଦ ଜଗନ୍ନାଥ ଦାସ, ମହାକବି ଉପେନ୍ଦ୍ର ଭଞ୍ଜ, କବିବର ଅଭିମନ୍ୟୁ ସାମନ୍ତ ସିଂହାର ଓ ଦୀନକୃଷ୍ଣ ଦାସଙ୍କ ରଚିତ ପୁସ୍ତକାବଳୀ ଗୁଡ଼ିକ ଉତ୍କଳ ଭାଷାର ମୂଳଦୁଆ ଅଟେ। ଏହି ଜଗନ୍ନାଥ ଦାସଙ୍କର ଭାଗବତ ଗ୍ରାମରେ ପଠିତ ହେଉଥିଲା। ଚାଟଶାଳୀମାନଙ୍କରେ ଭାଗବତ ଓ ବିଭିନ୍ନ ଛାନ୍ଦମାନ ପାଠ୍ୟପୁସ୍ତକ ରୂପେ ବ୍ୟବହାର ହେଉଥିଲା। କିନ୍ତୁ ନୂତନ କୌଣସି ଲେଖା ଓଡ଼ିଆ ଭାଷାରେ କେହି ଲେଖାଲେଖି କରୁନଥିଲେ। ସେହି ସମୟରେ ଉତ୍କଳ ଭାଷାର ଉନ୍ନତି ପାଇଁ କେତେଜଣ ଓଡ଼ିଆଙ୍କ ବୀରଙ୍କର ହୃଦୟରେ ଗଭୀର ଉଦ୍ଦୀପନା ଜାଗ୍ରତ ହୋଇଥିଲା ଯେ କିପରି ଓଡ଼ିଆ ପୁସ୍ତକ ପତ୍ରପତ୍ରିକା ପ୍ରକାଶିତ ହେବ। ସେମାନଙ୍କ ମଧ୍ୟରେ ଫକୀରମୋହନ ସେନାପତି ଥିଲେ ଏହାର ମୁଖ୍ୟ କର୍ଣ୍ଣଧାର। ଫକୀରମୋହନ ସେତେବେଳେ ଚିନ୍ତା କରନ୍ତି ଯେ ବଙ୍ଗଳା ଭାଷାରେ ଯେପରି ନୂତନ ପୁସ୍ତକ ବାହାରୁଛି, ଓଡ଼ିଆ ଭାଷାରେ କିପରି ବାହାରିବ। ମାତ୍ର ପୁସ୍ତକ ଲେଖିବ କିଏ? ଆମ ଓଡ଼ିଶାରେ କ'ଣ ଲେଖିବା ପାଇଁ ସେପରି ଶିକ୍ଷକ ଅଛନ୍ତି? ପୁଣି ନିଜକୁ ପ୍ରଶ୍ନ କରନ୍ତି ଯେ ମୁଁ କ'ଣ ଲେଖିପାରିବି? ସେତେବେଳେ ଫକୀରମୋହନ ବଙ୍ଗଳାରେ ପ୍ରକାଶିତ ସୋମ ପ୍ରକାଶରେ କିଛି କିଛି ଲେଖା ପ୍ରକାଶ କରୁଥିଲେ। ତ ସେଇଠୁ ଲେଖକ ଫକୀରମୋହନଙ୍କର ଲେଖିବାକୁ ସାହସ ଏବଂ ଉତ୍ସାହ ଜାତ ହେଲା। ଗ୍ରାମରେ ଯେତେବେଳେ ତାଙ୍କ ଗ୍ରାମରେ କୃଷ୍ଣ ଲୀଳା ହେଉଥିଲା, କିଛି କିଛି ଚୌପଦୀ ରଚନା କରି ସେ ଗ୍ରାମ ପିଲାମାନଙ୍କୁ ଗାଇବାକୁ ଦିଅନ୍ତି। ଏହିପରି ଲେଖୁ ଲେଖୁ ସେ ଖଣ୍ଡିଏ ପୁସ୍ତକ ଲେଖିଦେଲେ, ଯାହାର ନାମ ଥିଲା ରାଜପୁତ ଇତିହାସ। ଏହି ରାଜପୁତ ଇତିହାସ ଲେଖିସାରି ଫକୀରମୋହନ ତାଙ୍କର ବନ୍ଧୁମାନଙ୍କୁ ଦେଇଥିଲେ ପଢ଼ିବା ପାଇଁ। ଆଉ ବନ୍ଧୁମାନେ ଏହାକୁ ପଢ଼ି ବହୁତ ଖୁସି ହୋଇଥିଲେ। ଆଉ ସମସ୍ତେ ମନୋନୀତ କରିଥିବେ ଏହାକୁ ଆମେ କିପରି ଛାପିବା, କାହିଁକି ନା ଏହାକୁ ପାଠ୍ୟପୁସ୍ତକ ଭାବରେ ଆମେ ସ୍କୁଲମାନଙ୍କରେ ଯୋଗାଇ ଦେବା। ସବୁଠୁ ବଡ଼ କଥା, ସେତେବେଳେ ଛାପିବା ପାଇଁ ଉତ୍କଳରେ କେବଳ ଗୋଟିଏ ପ୍ରେସ୍, କଟକ ମିଶନ ପ୍ରେସ୍ ଥାଏ। ପୁସ୍ତକ ଛାପିବା ପାଇଁ ଦେଖାଗଲା ଯେ ମୋଟ ଟଙ୍କା ବାବଦକୁ 300 ଟଙ୍କା ଦରକାର। ତ 300 ଟଙ୍କା କଥା ଜାଣି ସମସ୍ତେ ନିରାଶ ହୋଇପଡ଼ିଲେ, କାରଣ 300 ଟଙ୍କା ଫକୀରମୋହନ ନିଜେ କହିଛନ୍ତି ଯେ ସେ ଏକାବେଳେ ସେ ସମୟରେ କେବେ ଧରି ନାହାନ୍ତି। ଲେଖକଙ୍କର ଉଦାସୀନତା ଓ ଅଯତ୍ନ ଦେଖି ରାଜପୁତର ଇତିହାସ ମଧ୍ୟ କୁଆଡ଼େ ଉଭେଇଗଲା। ମାତ୍ର ଲେଖକ ଭାଙ୍ଗି ପଡ଼ିନଥିଲେ। ଫକୀରମୋହନ ସେନାପତି ତାଙ୍କର ଲେଖା ଜାରି ରଖିଥିଲେ। ଆଉ ଆଶା ଥିଲା ତାଙ୍କର ଏହା ଯେ ମୋ ଠାରୁ କେହି ଦେଖି ଲେଖାଲେଖି ଆରମ୍ଭ କରିବେ ଏବଂ ଛାପା କିପରି ହେବ ଏ ବିଷୟରେ ଆଗକୁ ଆସିବେ। ସେହି ସମୟରେ ଫକୀରମୋହନ ବଙ୍ଗୀୟ କବି ପୂଜ୍ୟପାଦ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ମହୋଦୟଙ୍କ ଆଦେଶରେ ତାଙ୍କର ଜୀବନ ଚରିତକୁ ବଙ୍ଗଳାରେ ଅନୁବାଦ କଲେ ଏବଂ କଲିକତା ବାପ୍ଟିଷ୍ଟ ମିଶନ ପ୍ରେସ୍ରୁ ତାକୁ ଛପାଇ ଆଣିଲେ। ଏହି ଜୀବନ ଚରିତ ଛାତ୍ରବୃତ୍ତି ପରୀକ୍ଷା ନିମନ୍ତେ ପାଠ୍ୟପୁସ୍ତକ ରୂପେ ନିରୂପିତ ହେଲା।
ଆହୁରି ମଧ୍ୟ କ୍ଷୁଦ୍ର ବ୍ୟାକରଣ, ଖଣ୍ଡିଏ କ୍ଷୁଦ୍ର ଅଙ୍କ ପୁସ୍ତକ ଏସବୁ ଲେଖିଲେ। ମାତ୍ର ସେ ଅନୁଭବ କଲେ ଯେ କେବଳ ଛାତ୍ରଛାତ୍ରୀ ପଢ଼ିଲେ ମାତୃଭାଷାର ଉନ୍ନତି ହେବ ନାହିଁ। ଏଥିପାଇଁ ସାଧାରଣ ଲୋକକୁ ମଧ୍ୟ କିଛି ପଢ଼ିବାକୁ ହେବ, ଯାହାଫଳରେ ମାତୃଭାଷାର ଉନ୍ନତି ହେବ। ଏଣୁ କିଛି ପୁରୁଣା ପୁସ୍ତକ ଛପାଇବା ପାଇଁ ନିଷ୍ପତ୍ତି ନିଆଗଲା। କିନ୍ତୁ ଏହି ପୁସ୍ତକ ଛପାଇବା ପାଇଁ ଟଙ୍କା କେଉଁଠୁ ମିଳିବ? ଏହା ସବୁଠାରୁ ସବୁଠାରୁ ଚିନ୍ତାର ବିଷୟ ଥିଲା। ପୁସ୍ତକ ଛାପିବା ପାଇଁ ସେମାନେ ସାଙ୍ଗମାନଙ୍କ ସହିତ ମିଶିକି ଗୋଟିଏ ସଭା ଅନୁଷ୍ଠିତ କଲେ। ସେଥିରେ ସଭ୍ୟ ହେଲେ ବାବୁ ଜୟକୃଷ୍ଣ ଚୌଧୁରୀ, ବାବୁ ଭୋଳାନାଥ ସାମନ୍ତରାୟ, ବାବୁ ଦାମୋଦର ପ୍ରସାଦ ଦାସ, ବାବୁ ରାଧାନାଥ ରାୟ ଆଉ ବାବୁ ଫକୀରମୋହନ ସେନାପତି। ଏହି ସଭାର ସମ୍ପାଦକ ଓ କୋଷାଧ୍ୟକ୍ଷ ହେଲେ ଦାମୋଦର ପ୍ରସାଦ ଦାସ। ରାଧାନାଥ ରାୟ ସଭ୍ୟ ହେଲେ ସତ, ମାତ୍ର ତାଙ୍କ ନାମ କୌଣସି କାଗଜପତ୍ର ବା ସଭା ସମିତିରେ ଯୋଗ ଦେବେ ନାହିଁ, କାରଣ ତାଙ୍କ ବାପା ସୁନ୍ଦର ନାରାୟଣ ବାବୁ ମନା କରିଥିଲେ ଯେ ସେ କୌଣସି ତାଙ୍କ ସହିତ ସହଯୋଗ କରିବେ ନାହିଁ। କିନ୍ତୁ ରାଧାନାଥ ବାବୁ ଗୋପନରେ ଯୋଗ ଦେଉଥିଲେ, ସଭାରେ ଉପସ୍ଥିତ ହେଉଥିଲେ। ପ୍ରତିଦିନ ରାତ୍ରିରେ ସୁନହଟା ଗ୍ରାମରେ ବାବୁ ଦାମୋଦର ପ୍ରସାଦ ଦାସଙ୍କ ବୈଠକରେ କିଛି ସଭା ହେଉଥିଲା। ସେହି ସଭାରେ ସ୍ଥିର ହେଉଥିଲା ଯେ ପ୍ରଥମେ କ'ଣ କରିବେ। ତାଙ୍କର ସ୍ଥିର ହୋଇଥିଲା ଯେ ରସକଲ୍ଲୋଳ ଠାରୁ କାର୍ଯ୍ୟ ଆରମ୍ଭ କରାଯିବ। ରସକଲ୍ଲୋଳକୁ ପ୍ରଥମେ କିଛି ପ୍ରାଚୀନ ଗ୍ରନ୍ଥକୁ ଆମେ ଛାପି ତା ବିକ୍ରି କରିବା ପରେ ଯେଉଁ ପଇସା ଆମକୁ ମିଳିବ, ସେହି ପଇସାରେ ଆମେ ଅନ୍ୟ ବହିଗୁଡ଼ିକୁ ଛାପିବୁ। ତ ଏହିପରି ଭାବରେ ଚିନ୍ତା ହେଲା। କିନ୍ତୁ ସେମାନେ ଚିନ୍ତା କଲେ, ଯଦି ରସକଲ୍ଲୋଳ ଖଣ୍ଡିକ ମାତ୍ର ଛାପା କରାଉ, ଆପାତତଃ ଖଣ୍ଡିଏ କାବ୍ୟ ଛପା ହୋଇଯିବ, ମାତ୍ର ଅନ୍ୟ ପୁସ୍ତକ ଛାପିବା ପାଇଁ ବହୁତ ଡେରି ହୋଇଯିବ। ଯଦି ଗୋଟିଏ ପ୍ରେସ୍ କମ୍ପାନୀ ଆମେ ସ୍ଥାପନ କରୁ, ତେବେ ଏକାବେଳକେ ଅନେକ ଗୁଡ଼ିଏ ପୁସ୍ତକ ସହଜରେ ଛପାଇ ପାରିବୁ। ମାତ୍ର ପ୍ରେସ୍ କ'ଣ? ଏଇଟା କେଉଁ ପ୍ରକାର ପଦାର୍ଥ? ସେଇଟା ମାଟିରେ କି କାଠର ତିଆରି? ସେଥିପାଇଁ କି କି ପଦାର୍ଥ ପ୍ରয়োଜନ ଏବଂ ପ୍ରେସ୍ ସ୍ଥାପନ କରିବାକୁ କେତେ ଟଙ୍କା ଆବଶ୍ୟକ, ଏ ସମ୍ବନ୍ଧରେ କାହାରି ମଧ୍ୟ ଜ୍ଞାନ ନଥିଲା। ଅଥଚ ପ୍ରେସ୍ ସ୍ଥାପନ କରିବା ସ୍ଥିର ହୋଇଗଲା। ଗୋଟିଏ ପ୍ରେସ୍ କମ୍ପାନୀ ସ୍ଥାପନ କରିବା ବିଷୟ ସଭାରେ ସ୍ଥିର ହୋଇଗଲା। ତାହାର ନାମ ଦିଆଗଲା P.M. ସେନାପତି ଏଣ୍ଡ କୋ ଉତ୍କଳ ପ୍ରେସ୍। କମ୍ପାନୀର ଏକ ଅଂଶରେ ମୂଲ୍ୟ 5 ଟଙ୍କା। ସଭାରେ ସବୁ କଥା ସ୍ଥିର ହୋଇଗଲା। ସବୁର ମୂଳ ଟଙ୍କା। ସଭ୍ୟର 4 ଜଣ ସଭ୍ୟ ବାହାରି ପଡ଼ିଲେ ଯେ ଯେତେ ଜମିଦାର, ମହାଜନ, ଅମଲା ପ୍ରଭୃତି ଥିଲେ, ସେ ସମସ୍ତଙ୍କ ଦ୍ୱାରକୁ କ୍ରମାଗତ 4-5 ମାସ ପର୍ଯ୍ୟନ୍ତ ଯିବାକୁ ହେଲା। ପ୍ରେସ୍ର ସେମାନଙ୍କ ପାଖରେ ପଇସା ଆଣିବେ ଏବଂ ପ୍ରେସ୍ର ଉପକାରିତା ବିଷୟରେ ବୁଝାଇବାକୁ ହେଲା। ଏପରକୁ ଲୋକଙ୍କୁ ବୁଝେଇ ଅଭ୍ୟାସ ହୋଇଗଲା ଯେ ଯେଉଁ ବାବୁମାନଙ୍କ ପାଖକୁ ସେମାନେ ବାହାରିଲେ, ତାଙ୍କ ପାଟିରୁ ଆପେ ଆପେ ବାହାରି ଯାଉଥିଲା, ଆଜ୍ଞା, ଯେଉଁମାନେ କମ୍ପାନୀର ଅଂଶଗ୍ରହଣ କରିବେ, ସେମାନେ ଢେର ଟଙ୍କା ଲାଭ ପାଇବେ। ରାମାୟଣ, ମହାଭାରତ ପ୍ରଭୃତି ଗ୍ରନ୍ଥ ଛାପା ହେଲେ ଖୁବ୍ ଶସ୍ତାରେ ବିକ୍ରି ହେବ। ସମସ୍ତେ ଆପେ ଆପେ ପଢ଼ିପାରିବେ। ପୋଥି ପଢ଼ିବାକୁ ଆଉ ଡାକିବାକୁ ହେବ ନାହିଁ। ପିଲାମାନେ ଘରେ ବସି ପୋଥି ପଢ଼ି ଜ୍ଞାନୀ ହୋଇଯିବେ। କୌଣସି ବିଦେଶୀ ଲୋକ ଆମ୍ଭମାନଙ୍କୁ ଓଡ଼ିଆ ମେଣ୍ଢା ବୋଲି ଗାଳି ଦେଇପାରିବ ନାହିଁ। ଏହିପରି ଭାବରେ କହିବାକୁ ହୁଏ। 4-5 ମାସର ଅବିଶ୍ରାନ୍ତ ପରିଶ୍ରମରେ 1200 ଟଙ୍କା ସଂଗ୍ରହ ହୋଇଯାଇଥିଲା। ଆଉ ଏହି ପଇସା କୋଷାଧ୍ୟକ୍ଷ ପାଖରେ ରହୁଥିଲା। ଏବେ ଛାପାଖାନା ପ୍ରସ୍ତୁତ ହେବ। ଛାପିବା ପାଇଁ ମିସ୍ତ୍ରୀ ବା କାରିଗର କାହିଁ? ଉତ୍କଳରେ କାରିଗରର ଅଭାବ। କଲିକତାର କମ୍ପୋଜିଟର, ପ୍ରିଣ୍ଟର, ପ୍ରେସମେନ୍ ଇତ୍ୟାଦି ଉପାଧିଧାରୀ ଲୋକଙ୍କୁ ଆଣିବାକୁ ହେଲେ ଅଳ୍ପ ଦିନରେ ପୁଞ୍ଜି ଟଙ୍କା ସବୁ ସରିଯିବ। ତେଣୁ ଫକୀରମୋହନ ନିଜର ମାମୁଁ ପୁଅ ଭାଇକୁ ପଠାଇଲେ କଲିକତା। କାରଣ କିତାବ ବିଷୟରେ ଶିଖି ଆସିବ, କି ଜିନିଷ କିଣିବାକୁ ହେବ, ସେ ସମସ୍ତର ମୂଲ୍ୟ
କେତେ ଏ ବିଷୟରେ ସବୁ ଜାଣି ଚିଠି ଲେଖି ପଠାଇବ। ମାତ୍ର ତାଙ୍କୁ କଲିକତା ରହିବାକୁ ହେଲେ ଖାଇବା ରହିବାକୁ ହିସାବ କରି ଦେଖିଲେ 15 ଟଙ୍କା ମାସକୁ ଖର୍ଚ୍ଚ ହେବ। 15 ଟଙ୍କା ଆସିବ କେଉଁଠୁ? ଯଦି ପୁଞ୍ଜିରୁ ଖର୍ଚ୍ଚ ହୁଏ ତେବେ ଅଳ୍ପ ଦିନରେ ପଇସା ସରିଯିବ। ତେଣୁ ଫକୀରମୋହନ ବର୍ଷକ ପର୍ଯ୍ୟନ୍ତ ତାଙ୍କ ଭାଇର 15 ଟଙ୍କା ଲେଖା ନିଜ ଦରମାରୁ ଦେଇଥିଲେ। ଛାପାଖାନା ସମ୍ପର୍କରେ ଚିଠି ଆସିଲା ଯେ କେଉଁ ବସ୍ତୁ କେତେ ପରିମାଣରେ ଆବଶ୍ୟକ, ଏଥିପାଇଁ ଅକ୍ଷର ବା ଟାଇପ୍ ନାମକ ପଦାର୍ଥ ଆବଶ୍ୟକ। ମାତ୍ର ଓଡ଼ିଆ ଅକ୍ଷର କଲିକତାରେ ମିଳେ ନାହିଁ। କଲିକତାରେ ରାମଚନ୍ଦ୍ର କର୍ମକାର ନାମକ ଜଣେ ଓଡ଼ିଆ ଅକ୍ଷର ତିଆରି କରୁଛି। ସେ ଓଡ଼ିଆ ଅକ୍ଷର ଚିହ୍ନି ଜାଣି ନାହିଁ, ମାତ୍ର ଅକ୍ଷର ଦେଖି ଗଢ଼ିଦେବ। ଅକ୍ଷର ସବୁ ହିସାବ କରିକି ଜଣାଗଲା ଯେ 800 ଟଙ୍କା ଖର୍ଚ୍ଚ ହେବ। ଆଉ ତାଙ୍କ ପାଖରେ 1200 ଟଙ୍କାରୁ 400 ଟଙ୍କା ବଳି ପଡ଼ିଲା। ଅନୁସନ୍ଧାନ କରି ଜଣାଗଲା ଯେ 700-800 ଟଙ୍କାରୁ କମ୍ରେ ଭଲ ପ୍ରେସ୍ ଗୋଟାଏ ମିଳିପାରିବ ନାହିଁ। ତେଣୁ ଫକୀରମୋହନ ଅତ୍ୟନ୍ତ ଭାଙ୍ଗି ପଡ଼ି ନ ଡରି ଯାଇ ପୁଣି ଆସିଲେ କେଉଁଠିକି ନା ମେଦିନପୁର। ମେଦିନପୁର ମିଶନାରୀମାନଙ୍କର ଏକ ଛାପାଖାନା ଥିଲା। ଅଳ୍ପ ମୂଲ୍ୟରେ ଗୋଟିଏ ଛାପାକଳ ମିଳିଗଲା। 5 ଦିନ ମଧ୍ୟରେ ଶଗଡ଼ରେ ଆସି ପହଞ୍ଚିଗଲା ବାଲେଶ୍ୱରରେ। ସେ କଳଟିର ଲମ୍ବା ପ୍ରାୟ 2 ଫୁଟ, ଓସାର 2 ଫୁଟ, ଉଚ୍ଚତା 1.5 ଫୁଟ। ଗୋଟିଏ ଆୟତଚିତ୍ର ବାକ୍ସ ପରି। ଉପରେ ଗୋଟିଏ ମୋଟା ଫମ୍ପା ଲୁହାର ରୁଲ୍ ବାଡ଼ିଟାଏ ଥାଏ। କଳଟିକୁ ଦେଖି ସେମାନଙ୍କର ଖୁସି କହିଲେ ନ ସରେ। ବାଲେଶ୍ୱର ମୋତିଗଞ୍ଜଠାରେ ପାଖରେ ଫକୀରମୋହନଙ୍କର ବଡ଼ବାପାଙ୍କ ଘରେ ଗୋଟିଏ ଘର ଥିଲା। ସେ ଘରକୁ ଭଡ଼ା ନେଇ ସେଠାରେ କଳ ବସିଲା। ଛାପାଖାନାର ସମସ୍ତ ସରଞ୍ଜାମ ବାଲେଶ୍ୱରୀ ଜାହାଜରେ ଆସିଲା। ଜଗନ୍ନାଥ ବାବୁ ମଧ୍ୟ ଅକ୍ଷର ସବୁ ନେଇ ଆସିଗଲେ। ଜଗନ୍ନାଥ ବାବୁ ଛାପା ସମ୍ପର୍କରେ ସବୁ ଶିଖି ଆସିଛନ୍ତି। ଛାପାଖାନା ଚଳାଇବା ପାଇଁ 6 ଜଣଙ୍କୁ ନିଯୁକ୍ତି ଦିଆଗଲା। ଛାପା କାର୍ଯ୍ୟ ଆଜି ଆରମ୍ଭ ହେବା କଥା ଶୁଣି ମୋତିଗଞ୍ଜର ଅଧା ଅଧି ଦୋକାନ ବନ୍ଦ। ସହରର ବଡ଼ ବଡ଼ ଲୋକ ଆସି ପହଞ୍ଚିଛନ୍ତି। ରାସ୍ତାରେ ଲୋକପୂର୍ଣ୍ଣ। କିନ୍ତୁ ଦୁଃଖର ବିଷୟ ଏହା ଯେ ଯେତେବେଳେ ଅକ୍ଷର ସବୁ ଯୋଡ଼ା ହୋଇ ଅକ୍ଷର ଉପରେ ରୁଲ୍ ବାଡ଼ିରେ କାଳି ଲଗାଇ ଗଡ଼ାଇ ଦେବାରୁ ରୁଲ୍ଟା ଘଡ଼ ଘଡ଼ କରି ଗଡ଼ିଗଲା। ମାତ୍ର ସେଥିରେ ଅକ୍ଷର ବାହାରିଲା ନାହିଁ। କାଗଜରେ ମେଞ୍ଚା ମେଞ୍ଚା କାଳି ଲାଗି ବାହାରିଲା। ସମସ୍ତ ଲୋକ ଚାହିଁ ବସିଥାନ୍ତି ଛାପା କେତେବେଳେ ବାହାରିବ, ଛାପା ପୁସ୍ତକ ଦେଖିବେ। ସେତେବେଳେ ଫକୀରମୋହନ ଓ ଅନ୍ୟାନ୍ୟ ସହଯୋଗୀମାନଙ୍କ ମୁହଁ କଳା ପଡ଼ିଗଲା। ଲୋକ ଯେତେବେଳେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଛାପା କେତେବେଳେ ବାହାରିବ, ଏମାନେ ସେମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ କହିଲେ ଯେ ଆଜି କାଳି ବଳା ହେଲା ପରେ ଏଗୁଡ଼ିକ ଅକ୍ଷର ଆକାରରେ ପରିବର୍ତ୍ତନ ହୋଇ ବାହାରିବ। ସତ କଥା ହେଲା ଜଗନ୍ନାଥ ମଧ୍ୟ ଜାଣିନଥିଲା ଯେ କାଠରୁ ରୁଲ୍ ଟାଇପ୍ ଉପରେ କାଳି ଲଗାଇ ଦିଆଯାଏ। ମାତ୍ର ରୁଲ୍ଟା କିପରି ପ୍ରସ୍ତୁତ ହୁଏ ଜାଣିନଥିଲା। ତେଣୁ ରୁଲ୍ଟା ସମାନ ଭାବରେ ତିଆରି ହୋଇନାହିଁ ବୋଲି ଭାବି ବଢ଼େଇ ଡାକି ରନ୍ଦା ମରାଗଲା। ରୁଲ୍ ଉପରେ ମୋଟା ଚମଡ଼ା ଗୁଡ଼ାଗଲା। ଶିରିଷ ରାନ୍ଧି ରୁଲ୍ରେ ଗୁଡ଼ାଗଲା। ପିତ୍ତଳ ଛାଞ୍ଚ ତିଆରି ହେଲା। ମାତ୍ର ଏଗୁଡ଼ିକ କିଛି ବି ଲାଭ ହେଲାନି। ଅକ୍ଷର ଆସିଲା ନାହିଁ। ସଭା ଶେଷରେ ଜଣାଗଲା ଯେ ପ୍ରେସ୍ଟି ଅକର୍ମଣ୍ୟ ଥିବା ଯୋଗୁଁ ମେଦିନପୁରର ମିଶନ ପ୍ରେସ୍ ତାକୁ ଫୋପାଡ଼ି ଦେଇଥିଲା। ମନ ଦୁଃଖରେ ଚିନ୍ତାରେ ଭାଙ୍ଗିପଡ଼ି ପୁଣି ଉଠିଲେ। କଲିକତାରୁ ଏକ ନୂଆ କଳ ଅଣାଯିବ। ମାତ୍ର ଏବେ ସେ ଟଙ୍କା କେଉଁଠୁ ଆଣିବେ? ଆଉ କେହି ବି ପଇସା ଦେବେ ନାହିଁ ବା କୁଆଡ଼ୁ ପଇସା ଆସିବ? ସମସ୍ତଙ୍କୁ ମାଗିଲେ ବିଦ୍ରୂପ ଚାହାଣି ଚାହିଁବେ। ଏତେ ଟଙ୍କା ବା କରଜ କିଏ ଦେବ? କିନ୍ତୁ ଭଗବାନ ତାଙ୍କୁ ସାହା ହେଲେ। ଜମିଦାର ଏବଂ ମହାଜନ ବନ୍ଧୁ କିଶୋରୀ ମୋହନ ଦାସ ବିନା ଲେଖା ପଢ଼ାରେ 800 ଟଙ୍କା ଫକୀରମୋହନଙ୍କୁ ଦେଇଥିଲେ। ଶେଷରେ କଳ କଲିକତାରୁ ଶଗଡ଼ ଗାଡ଼ିରେ ଆସି 22 ଦିନରେ ବାଲେଶ୍ୱରରେ ପହଞ୍ଚିଲା।
ସମସ୍ତ ପ୍ରକାରର ଓଡ଼ିଆ ଇଂରାଜୀ ଅକ୍ଷର ଛପା ହେଲା। ମଫସଲ ଲୋକ ରଥଯାତ୍ରା ଭଳି ଦେଖିବା ଭଳି ଆସି ପହଞ୍ଚିଲେ। କିଛି ଜମିଦାରୀମାନେ ସବାରିରେ ଆସି ପହଞ୍ଚିଲେ ପ୍ରେସ୍ ଦେଖିବାକୁ। କଲେକ୍ଟର ଜନ୍ ବିମ୍ ସାହେବ ଓ ରେଭେନ୍ସା ସାହେବ ଆସି ପ୍ରେସ୍ ଦେଖି 10 ଟଙ୍କା ପୁରସ୍କାର ସହିତ ଫକୀରମୋହନ ଏବଂ ତାଙ୍କର ସହଯୋଗୀମାନଙ୍କୁ ପ୍ରଶଂସା କରିଥିଲେ। ଛାପାଖାନା କାର୍ଯ୍ୟ ସୁନ୍ଦର ଭାବରେ ଚଳିବାରୁ ବହୁତ ଟଙ୍କା ଲାଭ ହେଲା। ସେତେବେଳେ କଟକ ପ୍ରିଣ୍ଟିଂ କମ୍ପାନୀ ଉତ୍କଳ ଦୀପିକା ନାମ୍ନୀ ସାପ୍ତାହିକ ପତ୍ରିକା ପ୍ରକାଶ କରୁଥିଲେ। ତେଣୁ ବାଲେଶ୍ୱର କିପରି ଭାବରେ ଗୋଟେ ପତ୍ରିକା ପ୍ରକାଶିତ ହେବ ଏ ବିଷୟରେ ଚିନ୍ତା କରାଗଲା। ତେଣୁ ପ୍ରଥମେ ବୋଧଦାୟିନୀ ଏବଂ ବାଲେଶ୍ୱର ସମ୍ବାଦବାହିକା ନାମରେ ଖଣ୍ଡିଏ ପତ୍ରିକା ପ୍ରକାଶ ପାଇଲା, ଯେଉଁଥିରେ କି ବୋଧଦାୟିନୀରେ ସାହିତ୍ୟ ବିଷୟକ ଏବଂ ବାଲେଶ୍ୱର ସମ୍ବାଦବାହିକାରେ ସମ୍ବାଦ ପ୍ରଚାର ବିଷୟକ କଥା ରହୁଥିଲା। ଏହିପରି ଭାବରେ ବିଭିନ୍ନ ପ୍ରକାର ପୁସ୍ତକ ଛାପା ହେଲା ଏବଂ ଲୋକମାନେ ମଧ୍ୟ ପଢ଼ିବାର ସୁଯୋଗ ପାଇପାରିଲେ।